ନୂଆ କନ୍ୟାର ଆତ୍ମା। ଏ ଘଟଣାଟି ହେଲା ରାଜସ୍ଥାନର ଉଦୟପୁର ସହରର। ସେ ସହରରେ ପ୍ରାୟ ଅଧିକାଂଶ ଲୋକ ଧନୀ, କାରଣ ସେ ସହରଟି ପୂର୍ବ ଯୁଗରେ ରାଜାଙ୍କ ସହର ଥିଲା। ରାଜବାଡି ଯୁଗ ଗଲା ପରେ ଏବେ ସେଠି ବଡ଼ ବଡ଼ ବେପାରୀ ମାନଙ୍କ ବାସ। କିଏ ସୁନା ବେପାରୀ ତ କିଏ ହୀରା ବେପାରୀ। ପୃଥ୍ୱୀରାଜ ଶାସ୍ତ୍ରୀ ନାମରେ ଜଣେ ବଡ଼ ହୀରା ବେପାରୀ ସେହି ସହରରେ ରହୁଥିଲେ। ଗାଡ଼ି ବଙ୍ଗଳା ସବୁ ଥିଲା ତାଙ୍କ ପାଖରେ। ହେଲେ ତାଙ୍କର ଉତ୍ତରାଧିକାରୀ ଏକମାତ୍ର ଅଲିଅଳି ଝିଅଟେ ଥିଲା। ନା ତାର ଅଞ୍ଜନା ଶାସ୍ତ୍ରୀ। ଗ୍ରାଜୁଏସନ ସାରିଲା ପରେ ବାପାଙ୍କ ସହିତ ବେପାର ସମ୍ଭାଳୁଥିଲା। ଏକମାତ୍ର ଝିଅ ବୋଲି ଶାସ୍ତ୍ରୀ ବାବୁ ତାକୁ ବାହାରକୁ ଏକା ଛାଡ଼ୁ ନଥିଲେ। ଅଞ୍ଜନା ଜନ୍ମ ହେଲା ପରେ ତା ମା ମରିଯାଇଥିଲେ। ମା ଛେଉଣ୍ଡ ଝିଅ ଅତି ଗେହ୍ଲାରେ ବଢ଼ିଥିଲା ବାପାଙ୍କ ପାଖରେ। ଘରେ ଗୋଟିଏ ଚାକରାଣୀ ଥିଲା, ତା ନାଁ ବାସନ୍ତୀ। ସେ ଚାକରାଣୀଟି ଅଞ୍ଜନାକୁ ଭାରି ଭଲ ପାଏ। ଛୋଟବେଳୁ ଅଞ୍ଜନାର ଯତ୍ନ କରି ଆସିଛି, ତେଣୁ ଅଞ୍ଜନା ବି ତାକୁ ନିଜ ମା ଭଳି ବହୁତ ଭଲ ପାଏ। ଅଞ୍ଜନାକୁ 20 ପୁରି 21 ଚାଲିଲା। ଶାସ୍ତ୍ରୀ ବାବୁଙ୍କ ମୁଣ୍ଡରେ ଏବେ ଅଞ୍ଜନାର ବାହାଘର ଚିନ୍ତା। ହେଲେ ତାଙ୍କର ଗୋଟିଏ ସର୍ତ୍ତ ଥିଲା, ଯିଏ ବି ଅଞ୍ଜନାକୁ ବାହା ହେବ ସିଏ ସେଇ ଘରେ ମାନେ ଘର ଜୋଇଁଆ ହେଇ ରହିବ। ଭିତରେ ପାଖ ସହର ସାରଙ୍ଗଗଡ଼ରେ ପିଲାଟେ ଜୁଟିଲା। ସେ ପିଲାର ନାଁ ହେଲା ରାଜଗୋପାଳ ଶାସ୍ତ୍ରୀ। ସୁନ୍ଦର ପିଲା। ସ୍ୱର୍ଗତ ବ୍ରଜମୋହନ ଶାସ୍ତ୍ରୀଙ୍କର ସେ ଥିଲେ ଏକମାତ୍ର ସନ୍ତାନ। ହେଲେ କେତୋଟି ବଦଗୁଣ ଥିଲା ତାର। ସେଟା ହେଲା ଜୁଆ ଆଉ ମଦ। 10 ବର୍ଷ ପୂର୍ବେ ତାର ବାପା ଖରାପ ହେଲା ପରେ ସମସ୍ତ ବିଜନେସ୍ ରାଜଗୋପାଳ ସମ୍ଭାଳୁଥିଲେ। ବେପାରରୁ ଯାହା ପଇସା ଆମଦାନୀ ହେଉଥିଲା ଅଧା ମାଆକୁ ଦେଇ ଆଉ ଅଧା ଜୁଆ ଆଉ ମଦରେ ଉଡ଼େଇ ଦେଉଥିଲେ। ଯାହାଫଳରେ ଘରେ ବି ସବୁବେଳେ ଅଶାନ୍ତି ଆଉ କଳି ଲାଗି ରହୁଥିଲା ନିଜ ମା ସାଙ୍ଗରେ। ମା ଥିଲେ ଅତି ସରଳିଆ ଆଉ ରାଜଗୋପାଳକୁ ଜୀବନଠୁ ଅଧିକ ଭଲ ପାଉଥିଲେ। ତଥାପି ପୁଅକୁ ଆକଟ କରି ରଖିଥିଲେ। ମାର କଟକଣା ସହିପାରେ ନା ରାଜଗୋପାଳ, କାରଣ ସବୁଦିନ ମଦ ପିଇବାଟା ଆଉ ଜୁଆ ଖେଳିବା ତାର ଗୋଟିଏ ଅଭ୍ୟାସରେ ପରିଣତ ହୋଇସାରିଥିଲା। ଦରକାର ପଡ଼ିଲେ ଜୋର ଜବରଦସ୍ତି ମା ପାଖରୁ ପଇସା ଆଉ ସୁନା ଗହଣା ଛଡ଼େଇ ନେବାକୁ ବି ପଛଘୁଞ୍ଚା ଦିଏ ନାହିଁ। ଧୀରେ ଧୀରେ ବେପାର ସବୁ ବୁଡ଼ିବାରେ ଲାଗିଲା। ହେଲେ ତାକୁ କିଛି ଫରକ ପଡ଼ିଲାନି, କାରଣ ସବୁବେଳେ ସେ ନିଶାରେ ରୁହେ। କିଛି ଦିନ ପରେ ସେ କାଙ୍ଗାଳ ହେଇଗଲା। ଆଉ କେବଳ ରହିଗଲା ଘର ଖଣ୍ଡିକ, ଯୋଉଟାକି ତା ମା ନାଁରେ ଥିଲା। ସବୁଆଡ଼ୁ ବୁଦ୍ଧିଶୂନ୍ୟ ହୋଇ ଗୋଟିଏ କୁବୁଦ୍ଧି ତା ମୁଣ୍ଡକୁ ପ୍ରବେଶ କଲା। ସେଟା ହେଲା ଭଲ ଧନୀ ଘର ଝିଅକୁ ବାହା ହେଇ ତାର ସର୍ବସମ୍ପତ୍ତିର ମାଲିକ ହେବା। ମନେ ମନେ ଖୋଜୁଥିଲା। ଠିକ୍ ସମୟରେ ପୃଥ୍ୱୀରାଜ ବାବୁ ତାଙ୍କ ଝିଅ ଅଞ୍ଜନାର ପ୍ରସ୍ତାବଟି ପକେଇଲେ। ଆଉ ବିଳମ୍ବ ନ କରି ଫଟାଫଟ ରାଜି ହୋଇଗଲା ରାଜଗୋପାଳ। ପୃଥ୍ୱୀରାଜ ବାବୁଙ୍କ ସର୍ତ୍ତ ହିସାବରେ ବାହାଘର ହେଲା ଉଦୟପୁର ସହରର ଗୋଟିଏ ବଡ଼ କଲ୍ୟାଣ ମଣ୍ଡପରେ। ଜ୍ୱୋଇଁ ରାଜଗୋପାଳଙ୍କୁ ସୁନା ଚେନ୍ ଆଉ ମୁଦି ପ୍ରଚୁର ମିଳିଲା। ଆଉ ଏତେ ସୁନା ଦେଖି ରାଜଗୋପାଳର ମନରେ ଲୋଭ ସୃଷ୍ଟି ହେଲା। ପୃଥ୍ୱୀରାଜ ବାବୁ ମନରେ ଅନେକ ଆଶା ବାନ୍ଧିଥିଲେ କି ଜ୍ୱୋଇଁ ନିଜ ପୁଅ ଭଳି ତାଙ୍କର ସବୁ ବେପାରର ଦେଖାଶୁଣା କରିବ ଅଞ୍ଜନା ସାଗରେ ମିଶି। ରାଜଗୋପାଳ ବି କିଛି ମାସ ତାଙ୍କ ମନ ଜିତି ନେଲା। ଆଉ ବେଶ୍ ହସଖୁସିରେ ପୃଥ୍ୱୀରାଜ ବାବୁଙ୍କ ଘରେ ରହି ତାଙ୍କ ବେପାର ସବୁ ସମ୍ଭାଳି ନେଲା। ହେଲେ ତା ମନରେ ଭିତରେ ଥିଲା ସବୁ ସମ୍ପତ୍ତିର ମାଲିକ ହେବାର ଇଚ୍ଛା। ଦିନେ ରାଜଗୋପାଳର ମା ଖବର ପଠେଇଲେ ଟିକେ ବୋହୂକୁ ଆଣିକି ବୁଲିଯିବା ପାଇଁ। ରାଜଗୋପାଳର ଇଚ୍ଛା ନଥିଲା, ହେଲେ ଅଞ୍ଜନା ଏ ଖବର ଶୁଣି ଭାରି ଖୁସି ହେଲା ଆଉ ରାଜଗୋପାଳକୁ ଯିବା ପାଇଁ କହିଲା। ତଥାପି ରାଜଗୋପାଳ ମନା କଲା। ଅଞ୍ଜନା କାରଣ ପଚାରିବାରୁ ରାଜଗୋପାଳ କିଛି ନ କହି ଚୁପ୍ ରହିଲା। ତାପରେ ଅଞ୍ଜନା ବାପାଙ୍କୁ ସବୁ କଥା କହି ରାଜଗୋପାଳଙ୍କୁ ରାଜି କରାଇଲେ ଯିବା ପାଇଁ ଶାଶୁଘର। ନୂଆ କନ୍ୟା ବେଶରେ ବାହାରିଲା ଅଞ୍ଜନା, ଆଉ ରାଜଗୋପାଳ ବି ନୂଆ ବର ବେଶରେ ବାହାରିଲା। ହେଲେ ରାଜଗୋପାଳ ମନରେ ଶାନ୍ତି ଆଉ ଖୁସି ନଥିଲା, ଆଉ ତାର କାରଣଟା ବି ସେ କାହାକୁ କହୁନଥିଲା। କିନ୍ତୁ ଅଞ୍ଜନା ମନ ଭାରି ଖୁସି ଥିଲା, କାରଣ ନିଜ ଶାଶୁଘର ଯାଇ ଶାଶୁମାଙ୍କ ସେବା କରିବା ପାଇଁ। ପ୍ରାୟ 3 ଘଣ୍ଟାର ଜର୍ଣ୍ଣି ପରେ ସନ୍ଧ୍ୟାବେଳେ ପହଞ୍ଚିଲେ ରାଜଗୋପାଳଙ୍କ ଘରେ। ଘର ଦେଖି ଅଞ୍ଜନା ଭାରି ଖୁସି ହେଲା। ରାଜଗୋପାଳର ମା ସଙ୍ଗେ ସଙ୍ଗେ ପୂଜା ଥାଳି ଧରି ବାହାରକୁ ଆସିଗଲେ ବୋହୂ ଅଞ୍ଜନାର ସ୍ୱାଗତ ପାଇଁ। ହେଲେ ବାହାରକୁ ଆସିବା କ୍ଷଣି ଜୋରରେ ପବନ ହେଲା ଆଉ ହାତରୁ ଥାଳିଟି ତଳେ ପଡ଼ିଗଲା। ଏ ଅଶୁଭ ସଂକେତ ଦେଖି ଅଞ୍ଜନା ମନ ଟିକେ ଦୁଃଖ ହେଲା। ତଥାପି ମନକୁ ବୁଝେଇ ଘର ଭିତରେ ପ୍ରବେଶ କଲେ। ହଠାତ୍ ଅଞ୍ଜନାକୁ ଅନୁଭବ ହେଲା କି ସତେ ଯେମିତି କେହି ଜଣେ ଅଦୃଶ୍ୟ ବ୍ୟକ୍ତି ତାକୁ ଘରୁ ବାହାରି ଯିବା ପାଇଁ କହୁଛି। ଏସବୁ ମନର ଭ୍ରମ ଭାବି ବେଡରୁମ୍ ଆଡ଼କୁ ଯିବାକୁ ଚେଷ୍ଟା କଲେ। ହେଲେ ଅଚାନକ ବେଡରୁମ୍ର କବାଟଟି ଭିତର ପଟୁ ବନ୍ଦ ହୋଇଗଲା ଆଉ ବେଡରୁମ୍ ଭିତରୁ କାନ୍ଦିବା ଶବ୍ଦ ଆସିଲା। ଅଞ୍ଜନା ଡରିଯାଇ ରାଜଗୋପାଳକୁ ଜାବୁଡ଼ି ଧରି ପଚାରିଲା, ଇଏ କ'ଣ? ରାଜଗୋପାଳ, ଇଏ କିଛି ନୁହେଁ। ରୁମ୍ଟା ବହୁତ ଦିନ ହେଲା ବନ୍ଦ ହେଇଥିଲା ତ, ସେଥିପାଇଁ କବାଟ ଜାମ୍ ହେଇଯାଇଛି। ଅଞ୍ଜନା, ଆଉ ସେ କାନ୍ଦିବା ଶବ୍ଦ? ରାଜଗୋପାଳ କହିଲା, ସେଇଟା ତ ବିଲେଇ ରଡୁଛି।
ଆମ ଘରେ ଗୋଟିଏ ପୋଷା ବିଲେଇ ଅଛି, ସେଇ ବୋଧେ ରୁମ୍ ଭିତରେ ରହିଯାଇଛି ଆଉ। ଡରିବାର କିଛି ନାହିଁ। ତୁମେ ଟାୟାର୍ଡ ହେଇଯାଇଥିବ, ଯାଅ ଟିକେ ରେଷ୍ଟ କରିଦେଲେ ତୁମକୁ ଭଲ ଲାଗିବ। ତାପରେ ଅଞ୍ଜନା ଟିକେ ଫ୍ରେଶ ହେଇ ବେଡ୍ ଉପରେ ଶୋଇପଡ଼ିଲା। ପ୍ରାୟ ଅଧଘଣ୍ଟା ପରେ ରାଜଗୋପାଳ ଆସି ଅଞ୍ଜନା ପାଖରେ ଶୋଇପଡ଼ିଲା। କିଛି ସମୟ ପରେ ଅଞ୍ଜନାର ହଠାତ୍ ନିଦ ଭାଙ୍ଗିଗଲା। ସେ ଶୁଣିଲା ଗୋଟିଏ ଚିତ୍କାର ଶବ୍ଦ। ସେ ଶବ୍ଦଟି ଆସୁଥିଲା ବେଡରୁମ୍ର ଫ୍ଲୋର ତଳୁ। ଅଞ୍ଜନା ଡରିଯାଇ ରାଜଗୋପାଳକୁ ପୁଣି ଜାବୁଡ଼ି ଧରି ଶୋଇପଡ଼ିଲା। ସକାଳୁ ରାଜଗୋପାଳର ମା ଆସି ଡାକ ଦେଲେ ଜଳଖିଆ ଖାଇବା ପାଇଁ। ତାଙ୍କ ଡାକ ଶୁଣି ଅଞ୍ଜନା ଉଠିପଡ଼ି ବାଥରୁମକୁ ଗଲା ଗାଧୋଇବା ପାଇଁ। ଅଞ୍ଜନା ଦେଖିଲା ବାଥରୁମର ମିରର ଷ୍ଟାଣ୍ଡରେ ଆଗରୁ ରଖାଯାଇଛି ଲେଡିଜ୍ ହେୟାର କ୍ଲିପ୍, ସିନ୍ଦୁର ଆଉ କିଛି ଟିକିଲି। ଏସବୁ ଦେଖି ଅଞ୍ଜନା ଭାବିଲା ତା ପାଇଁ ବୋଧେ ଶାଶୁମା ଆଗରୁ ରଖିଛନ୍ତି। ତାପରେ ଗାଧୋଇ ସାରି ସେ ସିନ୍ଦୁର ଆଉ ହେୟାର କ୍ଲିପ୍ ଲଗାଇ ଘର ଠାକୁର ପୂଜା କରିବାକୁ ଗଲା। ହେଲେ ଦେଖିଲା ଯେ ଶାଶୁମା ଆଗରୁ ଘର ପୂଜା କରିସାରିଲେଣି। ମୁଣ୍ଡିଆଟେ ମାରି ଅଞ୍ଜନା ରାଜଗୋପାଳକୁ ଉଠେଇବା ପାଇଁ ଗଲା। ଦେଖିଲା ରାଜଗୋପାଳ ବେଡ୍ରେ ନାହାନ୍ତି। ଅଞ୍ଜନା ଭାବିଲା ବୋଧେ ଟାଉନ ଆଡ଼େ ଯାଇଥିବେ। ଦିନ ଯାଇ ସନ୍ଧ୍ୟା ହେଲା, ହେଲେ ରାଜଗୋପାଳର ଦେଖା ନାହିଁ। ଅଞ୍ଜନା ଆଉ ମା ଦୁଇଜଣ ବହୁତ ଚିନ୍ତାରେ ଥିଲେ। ହଠାତ୍ କେହି ଜଣେ ଅଜଣା ବ୍ୟକ୍ତି ଆସି ତାର ମୁହଁରେ କବାଟ ବାଡ଼େଇଲା। ମା ଆସି କବାଟ ଖୋଲିଲେ। ତାପରେ ସେ ଲୋକଟି କହିଲା କି ରାଜଗୋପାଳ ବାବୁଙ୍କ ଆକ୍ସିଡେଣ୍ଟ ହୋଇଯାଇଛି, ଆଉ ସେ ହସ୍ପିଟାଲରେ ଆଡମିଟ୍ ଅଛନ୍ତି। ଏସବୁ ଶୁଣି ଅଞ୍ଜନା ମୁଣ୍ଡ ଉପରେ ଛେତ ଯେମିତି ବଜ୍ର ପଡ଼ିଗଲା। କାନ୍ଦି ଉଠିଲା ଆଉ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ଗଲା ମା ସାଙ୍ଗରେ। ଦେଖିଲା ବିଶେଷ କିଛି ହେଇନି, ରାଜଗୋପାଳର ଟିକେ ଖଣ୍ଡିଆ ଖାବରା ହେଇଛି। ଏସବୁ ଭଗବାନଙ୍କ ଆଶୀର୍ବାଦ କହି ରାଜଗୋପାଳକୁ କୁଣ୍ଢେଇ ପକାଇ ବହୁତ କାନ୍ଦିଲା ଅଞ୍ଜନା, ଆଉ ମା ବି ବହୁତ କାନ୍ଦିଲେ। ଆକ୍ସିଡେଣ୍ଟ କେମିତି ହେଲା ପଚାରିବାରୁ ରାଜଗୋପାଳ କିଛି କହିଲାନି, କାନ୍ଦିବାରେ ଲାଗିଲା। 2 ଦିନ ପରେ ରାଜଗୋପାଳ ସୁସ୍ଥ ହୋଇ ଘରକୁ ଫେରିଲେ। ତାପରେ ଅଞ୍ଜନା ରାଜଗୋପାଳ ଆଉ ମାଙ୍କୁ ନେଇ ଗୋଟିଏ ଦୁର୍ଗା ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରି ଆସିଲା। ଏସବୁ କଥା ଅଞ୍ଜନା ତା ବାପା ପୃଥ୍ୱୀରାଜ ବାବୁଙ୍କୁ ଫୋନରେ କହିଲା। ତାପରେ ପୃଥ୍ୱୀରାଜ ବାବୁ କାର୍ ଧରି ଆସି ପହଞ୍ଚିଲେ ଅଞ୍ଜନାର ଶାଶୁ ଘରେ। ସାଙ୍ଗରେ ଆଣିଥିଲେ ଗୋଟିଏ ବଡ଼ ତାନ୍ତ୍ରିକ, କାରଣ ପୃଥ୍ୱୀରାଜ ବାବୁ ତାନ୍ତ୍ରିକ ଉପରେ ବିଶ୍ୱାସ କରନ୍ତି। ଆଉ ତାଙ୍କର ସନ୍ଦେହ ଥିଲା ଯେ କେହି ବୋଧେ ଗୁଣିଟୁଣି କରିଛି ବୋଲି। ରାଜଗୋପାଳ ମନା କରିବା ସତ୍ତ୍ୱେ ଘର ଭିତରେ କିଛି ଅତୃପ୍ତ ଆତ୍ମାର ବାସ ଅଛି, କହିଲା ସେ ତାନ୍ତ୍ରିକ। ତାପରେ ଆରମ୍ଭ ହେଲା ପୂଜାପାଠ। ହେଲେ ସେ ଅତୃପ୍ତ ଆତ୍ମା ଏତେ ଶକ୍ତିମାନ ଥିଲା ଯେ ସେ ତାନ୍ତ୍ରିକ ବି ହାର ମାନିଗଲା ଆଉ ସେଠୁ ଚାଲି ଆସିଲେ। ହେଲେ ଅଞ୍ଜନା ଜାଣିବାକୁ ଚାହୁଁଥିଲା ଯେ ସେ ଆତ୍ମାଟି କାହାର, ଆଉ ସେ କାହିଁକି ଏତେ ହଇରାଣ କରୁଛି, ଆଉ ସେ କ'ଣ ଚାହୁଁଛି। ସବୁ ଜାଣିଥିଲା ରାଜଗୋପାଳ, ହେଲେ କାହାକୁ କିଛି କହୁନଥାଏ। କିଛି ଦିନ ଗଲା। ସେ ଘର ଭିତରେ ଅଞ୍ଜନାକୁ ଅନୁଭବ ହେଉଥିଲା ସତେ ଯେମିତି କେହି ଜଣେ ଅଦୃଶ୍ୟ ଆତ୍ମା ତାକୁ କିଛି କହିବାକୁ ଚାହୁଁଛି। ଦିନେ ରାତିରେ ସମସ୍ତେ ଖାଇ ପିଇ ଶୋଇବାକୁ ଗଲେ। ମା ଗଲେ ତାଙ୍କ ବେଡରୁମକୁ, ଆଉ ସେ ଦୁଇଜଣ ତାଙ୍କ ବେଡରୁମକୁ। ଠିକ୍ ଅଧରାତି ସମୟ ହେବ, 12ଟା। ଘର ସାରା ଶୁଭିଲା ପାଉଁଜିର ଶବ୍ଦ, ପୁଣି କିଛି ସମୟ ପରେ କାନ୍ଦିବାର ଶବ୍ଦ। ହେଲେ ସେ ଶବ୍ଦ କେବଳ ଅଞ୍ଜନା କାନରେ ପଡ଼ୁଥାଏ। ଅଞ୍ଜନା ଉଠିପଡ଼ି ଘର ସାରା ବୁଲି ଖୋଜିବାରେ ଲାଗିଲା ଯେ ସେ ଶବ୍ଦ କେଉଁଠୁ ଆସୁଛି। ଅଞ୍ଜନା ରନ୍ଧାଘର ଭିତରକୁ ଗଲା। ଦେଖିଲା କେହି ଜଣେ ସ୍ତ୍ରୀ ଲୋକ ଅଧରାତିରେ ସେଠି ରୋଷେଇ କରୁଛି। ହେଲେ ତା ମୁହଁଟି ଦେଖାଯାଉନଥିଲା, କାରଣ ଲମ୍ବା ଓଢ଼ଣାଟେ ଥିଲା ତା ମୁହଁରେ, ଆଉ ନୂଆ କନ୍ୟା ଭଳି ଗହଣା ବି ପିନ୍ଧିଥିଲା। ପାଦରେ ପାଉଁଜି ଆଉ ଅଳତା ବି ଥିଲା। ଅଞ୍ଜନାକୁ ଡର ଲାଗୁଥିଲା, ହେଲେ ସେ ତାନ୍ତ୍ରିକ ଦେଇଥିବା ତାବିଜକୁ ବାନ୍ଧିଥିଲା ବୋଲି ଡର ଟିକେ କମ୍ ହେଲା। ଆଉ ଧୀରେ ଯାଇ ତା ପାଖକୁ ପଚାରିଲା, ତୁମେ କିଏ? ଏଠି କ'ଣ କରୁଛ? ସେ ଆତ୍ମା, ତୁମେ ଯଦି ସେ ତାବିଜକୁ ଖୋଲିଦେବ ତାହେଲେ ମୁଁ ସବୁ କଥା କହିବି। ଅଞ୍ଜନା, ଆଚ୍ଛା ଠିକ୍ ଅଛି, ମୁଁ ଖୋଲି ଦେଉଛି, ଏବେ କୁହ। ସେ ଆତ୍ମା, ମୁଁ ଥିଲି ତୁମ ପରି ନୂଆ କନ୍ୟା। ଅନେକ ଆଶା ଓ ସ୍ୱପ୍ନ ନେଇ ଆସିଥିଲି ଏ ଘରକୁ। ଅଞ୍ଜନା, ନୂଆ କନ୍ୟା? ହେଲେ କାହାର? ପୁଣି ଏ ଘରେ ଆତ୍ମା? ରାଜଗୋପାଳର ଅଞ୍ଜନା, ତାପରେ କ'ଣ ହେଲା? ତମର ଏ ଅବସ୍ଥା କେମିତି ହେଲା ଆତ୍ମା? ଆତ୍ମା, ମୁଁ ବି ତୁମ ପରି ବହୁତ ବଡ଼ ଧନୀ ଘର ଝିଅ ଥିଲି। ମୋ ବାପା ଆଉ ରାଜଗୋପାଳର ବାପା ଭଲ ସାଙ୍ଗ ଥିଲେ, ଆଉ ସେମାନେ ଦୁହେଁ ମିଶି ମୋର ଆଉ ରାଜଗୋପାଳର ବାହାଘର ସ୍ଥିର କରିଥିଲେ। ଆମେ ଯେତେବେଳେ ଛୋଟ ଥିଲୁ ମୁଁ ବି ବହୁତ ଖୁସି ଥିଲି, କାରଣ ରାଜଗୋପାଳ ମୋର ଛୋଟବେଳର ସାଙ୍ଗ ଥିଲା। ହେଲେ ସେ ଧୋକେବାଜର ମନ ଭିତରେ ଗୋଟିଏ ଶୈତାନ ଲୁଚି ରହିଥିଲା ବୋଲି ମୁଁ ଜାଣିନଥିଲି। ତାର କେବଳ ଆମ ସମ୍ପତ୍ତି ଉପରେ ନଜର ଥିଲା, ଆଉ ଏଥିରେ ତା ସାଙ୍ଗରେ ତା ମା ମଧ୍ୟ ସାମିଲ ଥିଲା। ମୁଁ ବି ତୁମ ପରି ଏକମାତ୍ର ଅଲିଅଳି ଥିଲି ମୋ ବାପା ମାଙ୍କର। ମୋ ବାପାଙ୍କର ବି ଆଶା ଥିଲା ଯେ ରାଜଗୋପାଳ ଭଲ ପିଲା, ତାଙ୍କ ଝିଅକୁ ବହୁତ ଖୁସିରେ ରଖିବ ବୋଲି। ହେଲେ ବାହାଘର କିଛି ଦିନ ପରେ ପ୍ରଥମେ ମୋ ବାପାଙ୍କୁ ବିଷ ଦେଇ ମାରିଦେଲା, ଆଉ ତା ମାସେ ପରେ ମୋ ମାଆକୁ ତଣ୍ଟି ଚିପି ମାରିଦେଲା। ହେଲେ ମୋ ବାପାଙ୍କୁ ମାରିବା ଆଗରୁ ଚାଲାକି କରି ସବୁ ସମ୍ପତ୍ତି ନିଜ ନାଁରେ କରିସାରିଥିଲା। ଏତକ କଥା ମୁଁ ଟିକେ ହେଲେ ବି ଜାଣି ନପାରିଲିନି।
କାରଣ ସେ ତାର ମିଛ ଭଲ ପାଇବାର ଜାଲରେ ଏମିତି ବାନ୍ଧି ଦେଇଥିଲା। କିଛି ଦିନ ପରେ ମୋତେ ଆଣି ଆସିଲା ଏଇ ଘରକୁ। କିଛି ଦିନ ମା ପୁଅ ମୋ ସହିତ ମିଛ ସ୍ନେହ ଆଉ ପ୍ରେମର ନାଟକ କଲେ, କାରଣ ଆମର ସବୁ ସମ୍ପତ୍ତିର ନମିନୀ ମୁଁ ଥିଲି। ମୋ ଦସ୍ତଖତ ବିନା ସେମାନେ ସମ୍ପତ୍ତି ହାସଲ କରିପାରିନଥାନ୍ତେ। ସେ ଦି ମା ପୁଅ ମୋତେ ଭୁଲେଇ ମୋ ଦସ୍ତଖତ ନେଇଗଲେ। ଆଉ ତାପରେ ଆରମ୍ଭ ହେଲା ତାଙ୍କ ଉଗ୍ର ରୂପ। ମୁଁ ଯେତେବେଳେ ଜାଣିଲି ଯେ ସେମାନେ ମୋ ବାପା ମାଆଙ୍କର ହତ୍ୟାକାରୀ ବୋଲି, ସେମାନେ ମୋତେ ମାରିଦେବାକୁ ଚେଷ୍ଟା କଲେ। ଆଉ ଦିନେ ଜୋର ଜବରଦସ୍ତି ମୋ ତଣ୍ଟି ଚିପି ମୋର ହତ୍ୟା କରିଦେଲେ। ମୁଁ ବହୁତ ଛଟପଟ ହେଇ ଚିତ୍କାର କଲି, ହେଲେ ତାଙ୍କ ମନରେ ଟିକେ ବି ଦୟାଭାବ ଆସିଲାନି ମୋ ପ୍ରତି। ମା ସାମ୍ନାରେ ରାଜଗୋପାଳ ମୋତେ ମାରିଦେଲା। ସେମାନଙ୍କ ମନରେ କେବଳ ସମ୍ପତ୍ତି ଲୋଭ ଥିଲା। ମୋତେ ମାରିଲା ପରେ ଲୋକଙ୍କ ଡରରେ ମୋତେ ସେଇ ବେଡରୁମର ଫ୍ଲୋର ଫଟେଇ ତା ତଳେ ପୋତିଦେଲେ। ଆଉ ଚାରିଆଡ଼େ ପ୍ରଚାର କଲେ ଯେ ମୁଁ କାହା ସହିତ କୁଆଡ଼େ ପଳେଇ ଯାଇଛି ବୋଲି। ହେଲେ ମୋ ଆତ୍ମା ଅଶାନ୍ତି ହେଇ ରହିଗଲା ଏଇ ଘରେ। ତାଙ୍କୁ ମରିସାରିଲା ପରେ ମୋ ଆତ୍ମାକୁ ମୁକ୍ତି ଆଉ ଶାନ୍ତି ମିଳିବ। ତୁମକୁ ବି ମାରିବା ପାଇଁ ଏଠିକି ଆଣିଛନ୍ତି। ଏତିକି ଶୁଣି ଅଞ୍ଜନା କାନ୍ଦି ଉଠିଲା ଆଉ କହିଲା, ଠିକ୍ ଅଛି, ମୁଁ ତୁମକୁ ସାହାଯ୍ୟ କରିବି। ସତକୁ ସତ ଦିନେ ଅଞ୍ଜନା ଶୁଣିଲା ଯେ ସେ ମା ପୁଅ ତାକୁ ମାରିବାର ପ୍ଲାନ୍ କରିଛନ୍ତି। ତାପରେ ଅଞ୍ଜନା ବୁଝିଗଲା ଯେ ସେମାନେ କେବେ ବି ପରିବର୍ତ୍ତନ ହେବେନି। ଯଦି ସେମାନେ ବଞ୍ଚି ରହିବେ ତାହେଲେ ଅନେକ ଝିଅଙ୍କ ଜୀବନ ବର୍ବାଦ କରିଦେବେ। ଦିନେ ରାତିରେ ଅଞ୍ଜନା ଶୋଇଥିବା ସମୟରେ ରାଜଗୋପାଳ ଆଉ ତା ମା ତାର ତଣ୍ଟି ଚିପି ମାରିବାକୁ ଚେଷ୍ଟା କଲେ। ହେଲେ ସେତିକିବେଳେ ସେ ଆତ୍ମା ଅଞ୍ଜନା ଦେହରେ ପ୍ରବେଶ କଲା। ତାପରେ ଅଞ୍ଜନାର ଶକ୍ତି ଦ୍ୱିଗୁଣା ହୋଇଗଲା ଆଉ ଉଠିପଡ଼ି ରାଜଗୋପାଳ ଆଉ ତା ମାକୁ ନିଜ କ୍ରୋଧର ଅଗ୍ନିରେ ଜାଳି ପୋଡ଼ି ପାଉଁଶ କରିଦେଲା। ଆଉ ସେଇ ବେଡରୁମର ମାଟି ତଳକୁ ନେଇଗଲା, ଯୋଉଠି ପ୍ରଥମ ବୋହୂର ଶରୀର ପୋତା ହୋଇଥିଲା। ତାପରେ ସେ ଆତ୍ମାଟି ଅଞ୍ଜନା ଦେହରୁ ବାହାରିଗଲା। ଅଞ୍ଜନା ସେ ମର ଶରୀରକୁ ବାହାର କରି ବିଧିବିଧାନ ହିସାବରେ ଦାହ ସଂସ୍କାର କରିଦେଇ ତାକୁ ମୁକ୍ତି ଦେଲା। ଅଞ୍ଜନା ସବୁଦିନ ପାଇଁ ସେ ଘର ଛାଡ଼ି ଚାଲିଗଲା ଆଉ ଗୋଟିଏ ଭଲ ପିଲା ସହିତ ବାହା ହୋଇ ହସ ଖୁସିରେ ସଂସାର କଲା। ସାଙ୍ଗମାନେ ବିବାହ ପୂର୍ବରୁ ପୁଅ ଝିଅ ପରସ୍ପରକୁ ଭଲ ଭାବରେ ପରଖି ନେବା ଉଚିତ। ମୋର ଏହି କାହାଣୀଟି ଯଦି ଭଲ ଲାଗିଥାଏ ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ, ଲାଇକ୍ ଓ କମେଣ୍ଟସ୍ ଦେବା ଭୁଲିବେନି। ପ୍ରତ୍ୟେକ ଝିଅଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଠାକୁରଙ୍କ ପାଖରେ ମୋର ପ୍ରାର୍ଥନା। ନମସ୍କାର, ଜୟ ଜଗନ୍ନାଥ।